ସମସ୍ତେ ଅପେକ୍ଷା କରିଛନ୍ତି ଏବଂ ଆମର ଲୋକକଳା ଓଡ଼ିଶା ସଂସ୍କୃତି ପରମ୍ପରା ଯାହା ରହିଛି ଏବଂ ଯେଉଁ ପାରମ୍ପରିକ ବାଦ୍ୟ ନୃତ୍ୟ ରହିଛି ଏଇଭଳି ବିଭିନ୍ନ ସ୍ଥାନରେ ଷ୍ଟେଜ୍ ଗୁଡ଼ିକ କରାଯାଇଛି ଏବଂ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ବିଜେପି କର୍ମୀ ମାନେ ଏକାଠି ହେଇଛନ୍ତି ଏବଂ ସମସ୍ତେ ଆସିଛନ୍ତି ଏବଂ ଲୋକମାନେ ମଧ୍ୟ ଅପେକ୍ଷା କରି ରହିଛନ୍ତି ସାଧାରଣ ଲୋକମାନେ କେତେବେଳେ ପ୍ରଧାନମନ୍ତ୍ରୀ ଆସିବେ ଏବଂ ଯାହା ଟାଇମ୍ ନିର୍ଦ୍ଦିଷ୍ଟ ରହିଛି ଏବଂ ଆଉ କିଛି ଘଣ୍ଟାର ଅପେକ୍ଷା ଗୋଟିଏ ପଟେ ସରକାରୀ କାର୍ଯ୍ୟକ୍ରମ ରହିଛି ଏବଂ ଡିଜି କନଫରେନ୍ସରେ ଯୋଗ ଦେବେ ଏବଂ ଅନ୍ୟପଟେ ଦଳୀୟ କର୍ମୀଙ୍କୁ ମଧ୍ୟ ସେ ଭେଟିବେ ପାର୍ଟି ଅଫିସରେ ମଧ୍ୟ କାର୍ଯ୍ୟକ୍ରମ ରହିଛି ପାଖାପାଖି 2 ଘଣ୍ଟାର ଏବଂ ସେଠି ଆସିବେ ଏବଂ ନେତାମାନଙ୍କୁ କ'ଣ କହିବେ ସେ ବାବଦରେ ମଧ୍ୟ ସମସ୍ତେ ଅପେକ୍ଷା କରି ରହିଛନ୍ତି ଏବଂ ସମସ୍ତେ ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ପ୍ରଧାନମନ୍ତ୍ରୀ କେତେବେଳେ ଆସିବେ। ଆମ ସହିତ କିଛି ବିଜେପି କର୍ମୀ ଅଛନ୍ତି ଆମେ ତାଙ୍କ ସହିତ ଆଲୋଚନା କରିବା। ଆଜ୍ଞା କେତେ ଉତ୍କଣ୍ଠାର ସହିତ ଆପଣମାନେ ଅପେକ୍ଷା? ଆମେ ବହୁତ ଖୁସି ଆଜି ଓଡ଼ିଶାରେ ଯୋଉ ଡିଜି ସମ୍ମିଳନ ଅଛି ସାରା ଭାରତ ବର୍ଷର ସମସ୍ତ ନେତୃତ୍ୱ ଡିଜି ଆଜି ଭୁବନେଶ୍ୱରକୁ ଆସିଛନ୍ତି। ଆମର କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ ଲହରୀ ବଢି ଯାଇଛି ଆଉ ଆମକୁ ସବୁ ଦାୟିତ୍ୱ ଦିଆଇ ସବୁ ଛକ ଉପରେ ସବୁ କାର୍ଯ୍ୟକର୍ତ୍ତାଙ୍କୁ ଧରି ତାଙ୍କୁ ଉତ୍ସାହର ସହିତ ତାଙ୍କୁ ସମ୍ମାନର ସହିତ ଆମେ ତାଙ୍କୁ ସମ୍ମାନିତ କରିବୁ। ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ଯୋଉଠି ବିଭିନ୍ନ ଦେଶର ବଡ଼ ବଡ଼ ରାଜ୍ୟରେ କରାଯାଏ କିନ୍ତୁ ଭୁବନେଶ୍ୱରରେ କରାଯାଉଛି ଓଡ଼ିଶାରେ କରାଯାଉଛି। ମୋଦି ସରକାର ଏଠି ଆସିଲା ପରେ ଏଇଭଳି ବଡ଼ ବଡ଼ କାର୍ଯ୍ୟକ୍ରମ ଓଡ଼ିଶାକୁ ଫୋକସ୍ କରାଯାଇଛି। ଆମେ ପ୍ରଥମେ ଆମ ମୋଦି ସରକାରକୁ ଧନ୍ୟବାଦ ଦେବାକୁ ପଡ଼ିବ କାରଣ ଯାହା ହଉ ସାରା ଭାରତରେ ଓଡ଼ିଶାକୁ ଫୋକସ୍ କରାଯାଉଛି କାରଣ ଓଡ଼ିଶାକୁ 1 ନମ୍ବର କରିବେ ମୋଦିଙ୍କର ଲକ୍ଷ୍ୟ ଆମ ଓଡ଼ିଶାକୁ 1 ନମ୍ବର କରାଯିବ। ତେଣୁକରି ଆମର ଗର୍ବ ଓଡ଼ିଆ ହୋଇ ଆମେ ଗର୍ବ ମନେ କରୁଛୁ ଯେ ମୋଦି ଆଜି ଓଡ଼ିଶାକୁ 1 ନମ୍ବର କରିବା ପାଇଁ ଚାହୁଁଛନ୍ତି ଏବଂ ଫୋକସ୍ କରୁଛନ୍ତି। ପାରମ୍ପରିକ ଗୀତ ବାଜା ବାଜୁଛି ପାରମ୍ପରିକ କ'ଣ କହିବେ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଆପଣମାନେ କେତେ ଉତ୍ସାହିତ? ବହୁତ ଉତ୍ସାହ ଆପଣଙ୍କୁ କହିବାକୁ ପଡିବନି ଆପଣଙ୍କୁ ଏତେ ଆଜି ଖୁସି ଯେ ମଜା ଲଗ୍ନ ଦେଖିକି ଆଉ ମାନେ ଖୁସିରେ ଆଉ କିଛି କହିବାକୁ ବାଟରୁ ବାହାରୁନି ଆସିଲେ ଖାଲି ଅପେକ୍ଷା କରିଛୁ ଆସିଲେ ଆମେ ଦେଖିବୁ ବାସେ ଯାହା କର୍ମକର୍ତ୍ତା ମାନେ ମଧ୍ୟ ଉତ୍ସାହିତ ଅଛନ୍ତି ଏବଂ ଅନ୍ୟପଟେ ମୁଁ ଯାହା ଦେଖାଉଛି ଭିଜୁଆଲ କ୍ୟାମେରା ପର୍ସନ ରମାକାନ୍ତ ଆପଣଙ୍କୁ ଯାହା ଭିଜୁଆଲ ଦେଖାଉଛନ୍ତି ପାରମ୍ପରିକ ବାଦ୍ୟ ବାଜୁଛି ତାଳେ ସମସ୍ତେ ଝୁମୁଛନ୍ତି ଏବଂ କର୍ମୀମାନେ ଅପେକ୍ଷା କରି ରହିଛନ୍ତି ସେ ମୁହୂର୍ତ୍ତକୁ ଏବଂ ସାଧାରଣ ଲୋକଙ୍କର ମଧ୍ୟ ଭିଡ଼ ଜମିଲାଣି ପ୍ରଧାନମନ୍ତ୍ରୀ କେତେବେଳେ ଆସିବେ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଦେଖିବେ ପୁରା ଉତ୍ସାହ ହେଲାଣି ବିଜେପି କ୍ୟାମ୍ପ କାହିଁକି ନା ଆଉ ଅଳ୍ପ ଘଣ୍ଟାର ଅପେକ୍ଷା ପ୍ରଧାନମନ୍ତ୍ରୀ ଏୟାରପୋର୍ଟରୁ ସିଧାସଳଖ ଏହି ରାସ୍ତା ଦେଇ ଯିବେ ପାର୍ଟି ଅଫିସକୁ ଏବଂ ପାର୍ଟି ଅଫିସରେ ମଧ୍ୟ ଦୀର୍ଘ ସମୟ ଧରି କର୍ମକର୍ତ୍ତାଙ୍କ ସହିତ ଶୃଙ୍ଗ ନେତାଙ୍କ ସହିତ ରାଜ୍ୟ ପ୍ରଭାରୀ ଏବଂ କେନ୍ଦ୍ରମନ୍ତ୍ରୀମାନେ ଯେଉଁମାନେ ଉପସ୍ଥିତ ଅଛନ୍ତି ସେମାନଙ୍କ ସହିତ ଆଲୋଚନା କରିବେ ଏବଂ ରାଜ୍ୟ ସରକାର ବା ବିଜେପି ସରକାର ଆସିବା ପରେ ଏହା ହେଉଛି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସୁଛନ୍ତି ଏବଂ ସମସ୍ତଙ୍କର ଅପେକ୍ଷା ରହିବ ପ୍ରଧାନମନ୍ତ୍ରୀ ଆଜି ନେତାମାନଙ୍କୁ କ'ଣ କହୁଛନ୍ତି କି ଗୁରୁମନ୍ତ୍ର ଦେଉଛନ୍ତି ଏବଂ ଯେହେତୁ ବାରମ୍ବାର ଓଡ଼ିଶାକୁ ଫୋକସ୍ କରିବା କଥା କୁହାଯାଉଛି ଏବଂ ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାରରେ ଆସିଛି ବିଜେପି ଏବଂ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି। ଗୋଟିଏ ପଟେ ସରକାରୀ କାର୍ଯ୍ୟକ୍ରମ ମୁଁ ଯାହା କହୁଥିଲି ଡିଜି କନଫରେନ୍ସ ସେଥିରେ ମଧ୍ୟ ଉଦ୍ବୋଧନ ଦେବେ ଏବଂ ଅନ୍ୟପଟେ ଦଳୀୟ କର୍ମୀମାନଙ୍କୁ ଦଳୀୟ ନେତାମାନଙ୍କୁ କ'ଣ ଉଦ୍ବୋଧନ ଦେଉଛନ୍ତି ତାକୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବ ଏବଂ ପୁରା ଯଦି ଦେଖିବେ ପୁରା ଏହି ରୋଡ୍ ଯୋଉ ରୋଡ୍ରେ ପ୍ରଧାନମନ୍ତ୍ରୀ ଆସିବେ ବିଭିନ୍ନ ସ୍ଥାନରେ ଏଇଭଳି କାର୍ଯ୍ୟକ୍ରମ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ଏଇଭଳି ଷ୍ଟେଜ୍ କରାଯାଇଛି ଏବଂ ଓଡ଼ିଶାର ଲୋକକଳା ସଂସ୍କୃତି ପରମ୍ପରାର ଝଲକ ଦେଖିବାକୁ ମିଳିବ। ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଗସ୍ତ ଗୁଡ଼ିକ ସମୟରେ ମଧ୍ୟ ବିଭାଗ ପକ୍ଷରୁ ଏଇଭଳି କରାଯାଇଥିଲା ଏବଂ ଏହି ସଂସ୍କୃତି ବିଭାଗ ପକ୍ଷରୁ ଏଇଭଳି ଆୟୋଜନ କରାଯାଇଛି ଏବଂ କ୍ୟାପିଟାଲ ହସ୍ପିଟାଲ ଛକ ନୁହଁ ଅନ୍ୟ ଛକ ଗୁଡ଼ିକରେ ମଧ୍ୟ ସମାନ ଏଇଭଳି ଢଙ୍ଗରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।